ନମସ୍କାର ସାଙ୍ଗମାନେ। ଆଜି ଆମେ କରଞ୍ଜ ଗଛର ଉପକାରିତା ବିଷୟରେ ଜାଣିବା। ଆଚ୍ଛା ବାପା, ଏଇ ଗଛ କେଉଁ ଅଂଶ ଉପକାରୀ? ନମସ୍କାର। କରଞ୍ଜ ଗଛ ଏକ ବହୁତ ଉପକାରୀ ଔଷଧୀୟ ଗଛ, ଯାହା ଆୟୁର୍ବେଦିକ ଶାସ୍ତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହାର ପତ୍ର, ଛେଲି, ମଞ୍ଜି ଓ ତେଲ ସବୁ ଔଷଧୀୟ ଗୁଣରେ ଭରପୁର ହେଇକି ରହିଛି। ଆଚ୍ଛା ବାପା, ଇଏ କେଉଁ ରୋଗରେ ଅଧିକ ଲାଭକାରୀ? ବିଶେଷ କରି ଏ କରଞ୍ଜ ଗଛର ଛେଲି, ପତ୍ର ଓ ଏହାର ତେଲ ବିଶେଷ କରି ଚର୍ମ ରୋଗ ପାଇଁ ବହୁତ ଉପକାରୀ। ଯଥା ଆମର ଶରୀର ଭିତରେ କେଉଁଠି ଯଦି ଟିକେ କୁଣ୍ଡେଇ ହେଲା, ଘା ହେଲା, ଜଳାପୋଡ଼ା ହେଲା, ଏଇ କରଞ୍ଜ ପତ୍ରର ରସ କିମ୍ବା ତେଲ ବହୁତ ଲାଭ ଦେଇଥାଏ। ହଁ, କରଞ୍ଜ ତେଲ ମାଲିସ କଲେ ଗୋଡ଼ ବେଦନା, ହାତ ବେଦନା और सर्दीରୁ ଆରାମ ମିଳେ କି? ନିଶ୍ଚିନ୍ତ, କରଞ୍ଜ ତେଲ ମାଲିସ କଲେ ଗୋଡ଼ ଯେଉଁଠି ବିନ୍ଧୁଥିବ, ହାତ ଯେଉଁଠି ବିନ୍ଧୁଥିବ, ଆଉ ସାଧାରଣତଃ ଆମ ଗୋଡ଼ରେ ଯେଉଁ ଜଙ୍ଘ ଅଛି ବା ସନ୍ଧି ତାକୁ କହୁଛନ୍ତି, ହାତର ଯେଉଁ ସନ୍ଧି ଅଛି, ଏସବୁ ସେଇ କରଞ୍ଜ ତେଲ ମାଲିସ କରିବା ଦ୍ୱାରା ଆରାମ ମିଳିଥାଏ। ଏହାର ଛେଲିର କିଛି ଉପକାରିତା ଅଛି? ନିଶ୍ଚୟ, କରଞ୍ଜ ଗଛର ଛେଲିର କାଢ଼ା ପାରମ୍ପରିକ ଭାବରେ କେତେକ ଚର୍ମ ଓ ଘା ସମସ୍ୟାରେ ବ୍ୟବହାର କରାଯାଏ ଏବଂ ଏହାର ବହୁତ ଉପକାର ମିଳେ। ପରିବେଶ ପାଇଁ ମଧ୍ୟ ଏହା ଭଲ ତ? ନିଶ୍ଚିନ୍ତ, ଏହା ଭଲ ଛାଇ ଦିଏ, ପବନକୁ ଶୁଦ୍ଧ କରେ ଓ ମାଟିକୁ ସୁରକ୍ଷା କରେ। ତେଣୁ ଆପଣମାନେ ଏଇଭଳି ଔଷଧୀୟ ବୃକ୍ଷକୁ ନିଜର ବାଡ଼ି ବଗିଚାରେ ଲଗାନ୍ତୁ। ଏହା ସାଧାରଣତଃ ସବୁ ଜାଗାରେ ମିଳେ ଏବଂ ସବୁ ଜାଗାରେ ବଢ଼ିଥାଏ। ଏହାକୁ ଆପଣ ଲଗାଇବା ଦରକାର। ଆଉ ଯାହା ଯାହା ଉପକାର ଏଇ ଗଛରେ ଅଛି ତାକୁ ଆପଣ ଜାଣନ୍ତୁ, ବ୍ୟବହାର କରନ୍ତୁ। ସାଧାରଣତଃ କରଞ୍ଜ ଗଛ ଜୀବନରେ ଏକ ମୂଲ୍ୟବାନ ଗଛ ବୋଲି ଜଣାଯାଏ। ଜୟ ଜଗନ୍ନାଥ।